29 ଜୁନ 2025 ସୋମବାର ଦିନ ପଡୁଛି ଦେବସ୍ନାନ ପୂର୍ଣ୍ଣିମା। ଆଉ ଏହି ଦେବସ୍ନାନ ପୂର୍ଣ୍ଣିମା କଣ ଆପଣ ଜାଣିଛନ୍ତି କି? ଏହି ପୂର୍ଣ୍ଣିମା ଆପଣଙ୍କର ମାନସିକ ପୀଡ଼ାକୁ ସବୁଦିନ ପାଇଁ ଦୂର କରିଦେଇଥାଏ। ଆଉ ଏହି ଆସୁଥିବା ଦେବସ୍ନାନ ପୂର୍ଣ୍ଣିମା ଆପଣଙ୍କ ଘରେ ଧନଲକ୍ଷ୍ମୀ ଏବଂ ବୈଭବର ପ୍ରାପ୍ତି କରାଇଥାଏ। ଆଉ ଏହି ଦେବସ୍ନାନ ପୂର୍ଣ୍ଣିମା ବହୁତ ବଡ଼ ବିଶେଷ ହୋଇଥାଏ। ତ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା କି ଏହି ଦେବସ୍ନାନ ପୂର୍ଣ୍ଣିମା ଦିନ ଆପଣ କଣ କଣ କରିବା ଉଚିତ ଆଉ ସବୁଠାରୁ କଣ ଆପଣଙ୍କୁ ଲାଭ ମିଳିବ। ତ ସବୁଠୁ ପ୍ରଥମେ ଏହି ଦେବସ୍ନାନ ପୂର୍ଣ୍ଣିମାରେ ପ୍ରାତଃ ସ୍ନାନ ଆପଣଙ୍କୁ ଲାଭକାରୀ ଦେଇଥାଏ। ଆପଣମାନେ ଏହି ଦିନ ଏହି ଦେବସ୍ନାନ ପୂର୍ଣ୍ଣିମା ଦିନ ସୂର୍ଯ୍ୟୋଦୟ ପୂର୍ବରୁ ବିଛଣାକୁ ତ୍ୟାଗ କରିବେ ଏବଂ ସ୍ନାନ କରିବେ। ଆପଣଙ୍କୁ କମ ସେ କମ 5ଟା ଭିତରେ ସ୍ନାନ କରିବାକୁ ପଡ଼ିବ। ଆଉ ଏହି ଦେବସ୍ନାନ ପୂର୍ଣ୍ଣିମା ଦିନ ଯଦି ଆପଣ ଘରେ ସ୍ନାନ କରିବେ ତ ସେହି ସ୍ନାନ ଜଳରେ କିଛି ଗଙ୍ଗା ଜଳ ପକାଇଦେବେ। ଆଉ ଏହାର ବି ବିଧି ଅଛି। ତ କଣ କରିବେ ନା ପ୍ରଥମ ଯେଉଁ ବାଲ୍ଟିରେ ଆପଣ ସ୍ନାନ କରିବା ପାଇଁ ଜଳ ଭରିବେ, ସେହି ବାଲ୍ଟିକୁ ଭଲସେ ସଫା କରିଦେବେ। ତାପରେ ଯାଇ ଆଗ ଗଙ୍ଗା ଜଳ କିଛି ଢାଳିବେ, ତାପରେ ଯାଇ ଶୁଦ୍ଧ ଜଳ ସେହି ବାଲ୍ଟିରେ ଢାଳିବେ। ଆଉ ସେହି ଜଳରେ ହର ହର ଗଙ୍ଗା କହିକି ହିଁ ସ୍ନାନ କରିବେ। ଆଉ ସ୍ନାନ କରି ସାରିବା ପରେ ସଫାସୁତୁରା ବସ୍ତ୍ର ଧାରଣ କରିବେ। ତାପରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ। ଆଉ ଜ୍ୟେଷ୍ଠ ପୂର୍ଣ୍ଣିମା ଦେବସ୍ନାନ ପୂର୍ଣ୍ଣିମା ଦିନ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ବହୁତ କଲ୍ୟାଣକାରୀ ହୋଇଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଦେଇ ସାରିବା ପରେ ମାତା ତୁଳସୀଙ୍କୁ ଜଳ ଅର୍ପଣ କରିବେ। କିନ୍ତୁ ଧ୍ୟାନ ଦେବେ, ଏହି ଦେବସ୍ନାନ ପୂର୍ଣ୍ଣିମା ଦିନ ଭୁଲରେ ବି ତୁଳସୀ ପତ୍ର ତୋଳିବେ ନାହିଁ। ପୂର୍ଣ୍ଣିମା ଦିନ ତୁଳସୀର ଫୁଲ ବା ପତ୍ର ତୋଳିବାକୁ ବାରଣ କରାଯାଇଛି। ଯଦି ଆପଣ ଭଗବାନଙ୍କ ଉପରେ ତୁଳସୀ ପତ୍ର ଚଢାଇବାକୁ ଚାହୁଁଛନ୍ତି ତ ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ଆପଣ ତୁଳସୀ ପତ୍ର ତୋଳିକି ରଖିପାରିବେ। ତାପରେ ଭଗବାନ ସତ୍ୟନାରାୟଣଙ୍କୁ ପୂଜା କରିବେ। ଯଦି ଆପଣ ପୂର୍ଣ୍ଣିମା ଦିନ ସତ୍ୟନାରାୟଣ ବ୍ରତ କରିଥାନ୍ତି, କାହିଁକି ନା ପୂର୍ଣ୍ଣିମା ଦିନ ସତ୍ୟନାରାୟଣ ପୂଜା ହିଁ କରାଯାଏ। ଖାଲି ସେତିକି ନୁହେଁ, ପୂର୍ଣ୍ଣିମା ଦିନ ଚନ୍ଦ୍ର ଅର୍ଘ୍ୟ ବ୍ରତ ବି କରାଯାଇଥାଏ। ଆଉ କିଛି ଲୋକ ଅଛନ୍ତି ଏହି ପୂର୍ଣ୍ଣିମା ଦିନ ସତ୍ୟନାରାୟଣ ବ୍ରତ ରଖିଥାନ୍ତି। ଆଉ କିଛି ଲୋକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଅର୍ଘ୍ୟ ବ୍ରତ ରଖିଥାନ୍ତି। ସନ୍ଧ୍ୟାରେ ଚନ୍ଦ୍ରକୁ ଅର୍ଘ୍ୟ ଦିଅନ୍ତି, ତାପରେ ତାଙ୍କ ବ୍ରତକୁ ଖୋଲିଥାନ୍ତି। ଆଉ ପୂର୍ଣ୍ଣିମା ଦିନ ବିଷ୍ଣୁ ସହସ୍ର ସ୍ତୋତ୍ରକୁ ଜପ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ଦାନର ବହୁତ ମହତ୍ତ୍ୱ ରହିଥାଏ। ଏଥିପାଇଁ ଏହି ପୂର୍ଣ୍ଣିମା ଦିନ ଆପଣ କିଛି ନା କିଛି ଦାନ ଜରୁର କରନ୍ତୁ। ଦାନ ଭିତରୁ କଣ ଆପଣ ଦାନ କରିବେ ଆସନ୍ତୁ ଜାଣିବା। କିନ୍ତୁ ଜାଣିବା ପୂର୍ବରୁ ଆପଣଙ୍କୁ ରିକ୍ୱେଷ୍ଟ, ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ଅନ୍ୟମାନଙ୍କ ପାଖକୁ ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲରେ ଯଦି ଆପଣମାନେ ପ୍ରଥମ କରି ଆସିଛନ୍ତି କିମ୍ବା ଆମର ଏହି ଚ୍ୟାନେଲକୁ ଯଦି ଆପଣ ସବସ୍କ୍ରାଇବ୍ କରିନାହାନ୍ତି ତ ଆମର ଏହି ଚ୍ୟାନେଲ ରୋଜିପିହୁ 1234କୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। ତା ସହିତ କମେଣ୍ଟ ବକ୍ସରେ ଜୟ ଶ୍ରୀହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ତ ଦାନ ଭିତରୁ ଆପଣ କଣ ଦାନ କରିବେ ନା ଯଦି ସମ୍ଭବ ହେଉଛି ତ ସର୍ବପ୍ରଥମେ ବ୍ରାହ୍ମଣକୁ ଭୋଜନ ଦାନ କରନ୍ତୁ। ଏହି ଦିନ ଆପଣ ବ୍ରାହ୍ମଣକୁ ଭୋଜନ ଦିଅନ୍ତୁ, ବସ୍ତ୍ର ଆଦି ଦାନ କରନ୍ତୁ, ଦକ୍ଷିଣା ଦିଅନ୍ତୁ। ଯଦି ଆପଣଙ୍କର ସାମର୍ଥ୍ୟ ଅନୁସାରେ ବ୍ରାହ୍ମଣକୁ ଏହି ଦିନ ଭୋଜନ ଦେଇପାରିବେ ନାହିଁ ତ ମନ୍ଦିରରେ ଆପଣ କଣ କରିବେ ନା ଅଳ୍ପ ଅଟା, ଚିନି, ଘିଅ କିଛି ଦକ୍ଷିଣା ଏହି ଦିନ ମନ୍ଦିରରେ ଜରୁର ଦାନ କରନ୍ତୁ। ଏହି ପୂର୍ଣ୍ଣିମା ଦିନ ଆପଣ ଦାନ ନିଶ୍ଚିତ କରନ୍ତୁ। ଆପଣ ଏହି ଦିନ ଭୋଜନର ଦାନ କରିପାରିବେ, ଅନ୍ନର ଦାନ କରାଇପାରିବେ, ଚାହିଁଲେ ଆପଣ କିଛି ଦ୍ରବ୍ୟ ଦକ୍ଷିଣା ବି ଦାନ କରାଇପାରିବେ। ଖାଲି ଦେବସ୍ନାନ ପୂର୍ଣ୍ଣିମା ଦିନ ନୁହେଁ, ବରଂ ପ୍ରତ୍ୟେକ ପୂର୍ଣ୍ଣିମା ଦିନ ଆପଣମାନେ ଦାନ କରିବା ନିହାତି ଜରୁରୀ ହୋଇଥାଏ। ଆଉ ଗୋଟିଏ ସବୁଠାରୁ ବଡ଼ କାର୍ଯ୍ୟ ହେଉଛି ଏହି ପୂର୍ଣ୍ଣିମା ଦିନ ଆପଣ ପିତୃଙ୍କୁ ତର୍ପଣ କରିବା ଉଚିତ। ଆପଣମାନେ ଭାବୁଥିବେ ଯେ ପିତୃ ତର୍ପଣ କେବଳ ଅମାବାସ୍ୟା ଦିନ କରିବା ଉଚିତ, କିନ୍ତୁ ନାହିଁ। ପିତୃ ତର୍ପଣ କେବଳ ଅମାବାସ୍ୟା ଦିନ କରାଯାଇ ନଥାଏ। ପିତୃ ତର୍ପଣ ଅମାବାସ୍ୟା, ପୂର୍ଣ୍ଣମୀ, ଏକାଦଶୀ ଏବଂ ସଂକ୍ରାନ୍ତି ଦିନ କରାଯାଇଥାଏ। ଆଉ ପିତୃ ତର୍ପଣ କିପରି କରିବା ଆସନ୍ତୁ ଜାଣିବା। ତମ୍ଭାର ଢାଳଟିଏ ନେବେ, ସେହି ଢାଳରେ ପ୍ରଥମେ କିଛି ଗଙ୍ଗା ଜଳ ଢାଳିବେ, ତାପରେ ଶୁଦ୍ଧ
जल भरी देबे गोटे पत्र माने तुलसी पत्र सेही पानी रे पकाइबे जदि आपणक पाखरे कुश अछि तो कुश को भी पकाइ देबे सेही पानी रे तापरे दक्षिण दिग को आपणकर मुख को करी बसी पड़िबे एवं गीतार सप्तम अध्याय पर्यंत पाठ करिवे गीता को पाठ करी जो पुण्य हासिल करिवे सेही पुण्य को आपणकर पितृंग पई दान करिवे तापरे ढालरे नेइथिबा सेही जलरे पितृंग तर्पण करिवे तापरे भगवान नारायण को आपण प्रार्थना करिवे कि हे प्रभु एबे मु जो गीतार सप्तम अध्याय पाठ कली सेही गीतार जहाँ भी पुण्य मो पितृ को आपण अर्पण कराई दियंतु तापरे आपणकर ଯେଉଁ ବି ପିତୃ ଅଛନ୍ତି ପିତୃ ପୁରୁଷ ଅଛନ୍ତି ତାଙ୍କର ଗୋଟି ଗୋଟି କି ନାଁ କୁ ନେଇ ଆପଣ ଉଚ୍ଚାରଣ କରିବେ ଯଦି ଆପଣ ଆପଣଙ୍କର ପିତୃ ପୁରୁଷଙ୍କ ନାମକୁ ଉଚ୍ଚାରଣ କରିପାରିବେ ନାହିଁ ତ ଖାଲି ଏତିକି କହିବେ କି ସର୍ବ ପିତୃ ବୋଲି କହିଦେଲେ ବି ଚଳିବ ଆଉ ଆପଣ ଜାଣିଛନ୍ତି କି ଶାସ୍ତ୍ର କହିଥାଏ କି ଗୀତାର ସପ୍ତମ ଅଧ୍ୟାୟକୁ ପାଠ କରିକି ଯଦି କୌଣସି ବ୍ୟକ୍ତି ତାଙ୍କ ପିତୃ ପୁରୁଷଙ୍କୁ ତର୍ପଣ କରିଥାନ୍ତି ଯଦି ସେହି ବ୍ୟକ୍ତିଙ୍କର ପିତୃ ପୁରୁଷ ଘୋର ନର୍କରେ ବି ପଡ଼ିଥାନ୍ତି ତ ସେହି ପିତୃ ପୁରୁଷଙ୍କର ମୋକ୍ଷ ପ୍ରାପ୍ତି ହୋଇଥାଏ ତ ଏଥିପାଇଁ ଦର୍ଶକ ବନ୍ଧୁ ପ୍ରତ୍ୟେକ ବ୍ୟକ୍ତି ପୂର୍ଣ୍ଣିମା ଦିନ ଏହିପରି ପିତୃ ତର୍ପଣ କରିବା ନିହାତି ଜରୁରୀ ହୋଇଥାଏ ତ ଦର୍ଶକ ବନ୍ଧୁ ଜଳ କିପରି ତର୍ପଣ କରିବେ ଆସନ୍ତୁ ଜାଣିବା ଆଉ ମନ୍ତ୍ର ସହିତ ଜଳକୁ ତର୍ପଣ କରିବା ନିହାତି ଆବଶ୍ୟକ ହୋଇଥାଏ ଆଉ ଏହି କାର୍ଯ୍ୟ ପ୍ରତ୍ୟେକ ବ୍ୟକ୍ତି କରିବା ଉଚିତ ଏବେ କିଛି ଲୋକ ଭାବୁଥିବେ କି ତର୍ପଣ କରିବାର କାର୍ଯ୍ୟ ଆମ ବଡ଼ ଭାଇଙ୍କର ଯଦି ବଡ଼ ଭାଇ ନଥିବେ ତ ସାନ ଭାଇ ବି କରିପାରିବେ ତର୍ପଣ କରିବା ପାଇଁ ବଡ଼ ସାନ କୌଣସି ବି ପାର୍ଥକ୍ୟ ରହିନଥାଏ ସମସ୍ତେ ଏହି କାର୍ଯ୍ୟକୁ କରିପାରିବେ କାହିଁକି ନା ତର୍ପଣ ଏକ ଏପରି କାର୍ଯ୍ୟ ହୋଇଥାଏ ଯାହା ସମସ୍ତଙ୍କ ପାଇଁ ସମ୍ଭବ ହୋଇଥାଏ କରିବା ପାଇଁ ଏବଂ ସମସ୍ତଙ୍କୁ ବି ଏହି କାର୍ଯ୍ୟ କରିବା ଉଚିତ ଆପଣମାନେ ତ ଜାଣିଥିବେ ମାତା ସୀତା ତାଙ୍କ ଶ୍ୱଶୁରଙ୍କ ପାଇଁ ଜଳ ତର୍ପଣ କରିଥିଲେ ତ ଆପଣ ଭାବନ୍ତୁ ତ ଆପଣ କଣ ପାଇଁ କରିପାରିବେନି ଏଥିପାଇଁ ଆପଣଙ୍କର ପିତୃଙ୍କୁ ଅବଶ୍ୟ ଆପଣ ତର୍ପଣ କରନ୍ତୁ ଆଉ ମନେ ରଖନ୍ତୁ ଯଦି ଆପଣମାନେ ଆପଣଙ୍କର ପିତୃଙ୍କୁ ପ୍ରସନ୍ନ କରାଇଦେବେ ତ ଆପଣଙ୍କ ଜୀବନରେ ବଡ଼ ବଡ଼ ସଙ୍କଟ ସବୁ ଦୂର ହୋଇଯିବ ଆଉ ପିତୃ ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟାକୁ ଦୂର କରିଦେବେ ଆପଣଙ୍କ ଜୀବନରେ ଯଦି ଚାକିରି ନାହିଁ ବେପାର ବିଜନେସ୍ ନାହିଁ ଆପଣଙ୍କ ଜୀବନରେ ଚାରି ଦିଗରୁ ଆପଣଙ୍କୁ ଦୁଃଖ ଘେରି ରହିଛି ଚାରି ଦିଗରୁ ଆପଣଙ୍କୁ ସମସ୍ୟା ପରେ ସମସ୍ୟା ଘାଣ୍ଟି ହେଉଛନ୍ତି ତ ଏହାର କେବଳ ଆଉ କେବଳ ଗୋଟିଏ କାରଣ ହେଉଛି ପିତୃ ଦୋଷ ଆପଣଙ୍କ ଜୀବନରେ ସନ୍ତାନ ସନ୍ତତି ହେବାର ବନ୍ଦ ହୋଇଯାଇଥାଏ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ସବୁବେଳେ ଲଢ଼ାଇ ଝଗଡ଼ା ଚାଲିଥାଏ ଆଉ ଏହା ପଛରେ ଲୁଚିକି ରହିଥିବା କାରଣ ହେଉଛି କେବଳ ଆଉ କେବଳ ପିତୃ ଦୋଷ ପିତୃ ପୁରୁଷ ଆପଣଙ୍କ ଉପରେ ରାଗିକି ରହିଛନ୍ତି ଆଉ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ଆଉ କେବଳ ଗୋଟିଏ ବାଟ ହେଉଛି ଆପଣଙ୍କର ପିତୃଙ୍କୁ ପ୍ରସନ୍ନ କରାଇବା ଉଚିତ ଆଉ ଏହି ଦିନ ମାନେ ପୂର୍ଣ୍ଣିମା ଦିନ ଦେବସ୍ନାନ ପୂର୍ଣ୍ଣିମା ଦିନ ଗାଈକୁ ରୁଟି ଜରୁର ଖୁଆନ୍ତୁ ପକ୍ଷୀମାନଙ୍କୁ କିଛି ଦାନା ଦିଅନ୍ତୁ ପଶୁ ଏବଂ ପକ୍ଷୀଙ୍କ ପାଇଁ ଜଳର ବ୍ୟବସ୍ଥା କରାନ୍ତୁ ଏହା ଅତ୍ୟନ୍ତ କଲ୍ୟାଣକାରୀ ହୋଇଥାଏ ତ ଦେଖନ୍ତୁ ଦର୍ଶକ ବନ୍ଧୁ ଏହା ସବୁ ବହୁତ ଛୋଟ ଛୋଟ କାର୍ଯ୍ୟ କିନ୍ତୁ ଏହି ଛୋଟ କାର୍ଯ୍ୟ ହିଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନକୁ ବହୁତ ବଡ଼ ସୁନ୍ଦର ବନାଇ ଦେଇଥାଏ ବହୁତ ସୁବିଧାବାଦୀ ବନାଇ ଦେଇଥାଏ ଆଉ ଏହି ସବୁ କାର୍ଯ୍ୟକୁ ଆପଣ ପୂର୍ଣ୍ଣିମା ଦିନ କରିକି ଦେଖନ୍ତୁ ପରମାତ୍ମା ଆପଣଙ୍କୁ ସୁଖ ହିଁ ସୁଖ ବର୍ଷା କରିବେ ତ ଦର୍ଶକ ବନ୍ଧୁ ଏହି ଦେବସ୍ନାନ ପୂର୍ଣ୍ଣିମା ଦିନ ଚନ୍ଦ୍ରକୁ କିପରି ଆପଣ ଅର୍ଘ୍ୟ ଦେବେ ଆସନ୍ତୁ ଜାଣିବା ଯେତେବେଳେ ସନ୍ଧ୍ୟା ସମୟରେ ଚନ୍ଦ୍ର ଉଦୟ ହେବେ ତ ଗୋଟିଏ ଥାଳି ନେବେ ସେହି ଥାଳିରେ ଗାଈର କଞ୍ଚା କ୍ଷୀର ନେବେ ଆପଣ ଚାହିଁଲେ ଖାଲି କ୍ଷୀର ନେଇପାରିବେ ଆପଣ ଚାହିଁଲେ ସେହି କ୍ଷୀରରେ ଶୁଦ୍ଧ ଜଳ ବି ମିଶାଇ ପାରିବେ ଆଉ ସେହି ଜଳରେ ବା ସେହି କ୍ଷୀରରେ ଅଳ୍ପ ଅରୁଆ ଚାଉଳ ପକାଇଦେବେ ଧ୍ୟାନ ରଖିବେ ଚାଉଳ ଗୋଟା ନେବେ ଭଙ୍ଗା ଚାଉଳ ନେବେ ନାହିଁ ତାପରେ ଚନ୍ଦ୍ରଦେବଙ୍କୁ ଅର୍ଘ୍ୟ ଦେବେ ଆଉ ଏହି ମନ୍ତ୍ରଟି ଜପ କରିବେ ଓମ୍ ସାତ୍ ଚନ୍ଦ୍ରମସ୍ୟ ନମଃ ଓମ୍ ସାତ୍ ଚନ୍ଦ୍ରମସ୍ୟ ନମଃ ଓମ୍ ସାତ୍ ଚନ୍ଦ୍ରମସ୍ୟ ନମଃ ଏହି ମନ୍ତ୍ରକୁ ଜପ କରି କରି ଚନ୍ଦ୍ରକୁ ଆପଣ ଅର୍ଘ୍ୟ ପ୍ରଦାନ କରିବେ ତାପରେ କିଛି ଅରୁଆ ଚାଉଳରେ ହଳଦୀ ମିଶାଇ ଦେବେ ଯଦି ତିଳକ ଥିବ ଚନ୍ଦନର ତିଳକ ମିଶାଇବେ ଯଦି ପୁଷ୍ପ ଥିବ ଏ ସବୁକୁ ମିଶାଇ
चंद्र को समर्पण करिदेबे। तापरे ठिया ठिया आपण परिक्रमा करिवे। परिक्रमा करि सारिबा परे चंद्रदेव को प्रणाम करिवे। एही प्रकार आपण पूर्णिमा दिन चंद्र को प्रत्येक व्यक्ति अर्घ्य देबे उचित। ଏହା परम कल्याणकारी ହୋଇଥାଏ। प्रत्येक व्यक्ति को मानसिक शांति मिलिଥାଏ काहेकि ना चंद्रमा मनर कारक ହୋଇଥାନ୍ତି। एथिपाई चंद्रमा को पूर्णिमा दिन पूजा करा जाय। आउ एहा करिबा द्वारा तो देखिबे आपनका जीवन रे समस्त प्रकारर खुशी, समस्त प्रकारर सुविधा एवं धनलक्ष्मी, अन्न, वस्त्र कौनसी जिनिसर केबे भी आपनको अभाव रहिबो नाही। सुख सुविधा खुशी चारि दिगरु आपनक आडको वर्षा हेबाको आरंभ होइजिवो। तो दर्शक बंधु आशा करूची आजिर भिडियोटी निहाती भाबरे आपण मानको पसंद आसीथिबो। जदि भिडियोटी आपनको पसंद आसीथाय तेबे कृपा करी भिडियो गोटे लाइक टे करंतु। भिडियोटी को अधिकरु अधिक मात्रा रे अन्य मानक पाखकु शेयर करंतु एवं हमर एही चैनल रोजीपिहु 1234 को सब्सक्राइब करी पाखरे थिबा बेल आइकन को दबाई दियंतु। ता सहित भिडियो रे कुहा जाइथिबा कार्य गुडी को आपण देवस्नान पूर्णिमा दिन निहाती आपणांतु एवं कमेंट बॉक्स रे जय माता लक्ष्मी जय श्री हरि विष्णु अवश्य लिखि दियंतु।